ଯାଉଛି ଏଠୁ ପଳେଇବି ଆଉ ଜଙ୍ଗଲ ଭିତରେ ଖୋଲା ଆକାଶ ତଳେ ରହିବି। କେତେ ମଜା ଆସିବ। ଏମିତି ମନେ ମନେ ଭାବି ଟିକି ଚଢ଼େଇ ସେଠାରୁ ପଳାଏ। ଟିକି ଚଢ଼େଇ ମୁଁ ଟିକି ଚଢ଼େଇ ଜଙ୍ଗଲ ଭିତରେ ମୁଁ ରହିବି ଯାଇ। ସେଠାରେ ବହୁତ ଚଢ଼େଇ ଥିବେ ତାଙ୍କ ସହ ମିଶିକି ରହିବି ଏବେ। ଏମିତି ଗୀତ ଗାଇ ଗାଇ ଟିକି ଚଢ଼େଇ ଏକ ଜଙ୍ଗଲ ଭିତରେ ପହଞ୍ଚିଲା ଆଉ ଏକ ଗଛ ଉପରେ ବସି ପଡ଼ିଲା। ଆରେ ଏଇଟା ତ ଏକ ବଢ଼ିଆ ଜାଗା। ଆଉ ଆଗରୁ ଏକ ବସା ବି ତିଆରି ହେଇକି ଅଛି। ମତେ ତ ଆଉ କଷ୍ଟ କରିବାକୁ ପଡ଼ିବନି। ହେଲେ ଏତେ ବାଟ ଆସିଲି, ଏଠି ତ କାହିଁ କେହି ବି ଚଢ଼େଇ ଦେଖା ଯାଉନାହାନ୍ତି। ସେ ଯାହା ବି ହେଉ, ମୁଁ ଆଗ ଏଇଠି ଟିକେ ଆରାମ କରେ। ମନେ ମନେ ଏମିତି ଭାବି ଟିକି ଚଢ଼େଇ ସେଇଠି ଶୋଇପଡ଼େ। କିଛି ସମୟ ପରେ ରାତି ହେଇଯାଏ। ଆରେ ଏ କଣ? ଭଲ ଗୋଟିଏ ଗୁଲୁଗୁଲିଆ ଚଢ଼େଇ ଆସିକି ପହଞ୍ଚି ଗଲାଣି। ଆଜି ତ ପେଟ ଫୁଲ ଅଛି, ୟାକୁ ମୁଁ କାଲିକି ଖାଇବି। ଟିକି ଚଢ଼େଇ ଯୋଉ ଗଛରେ ରହୁଥିଲା, ସେହି ଗଛର ମୂଳରେ ଏକ କୋରଡ଼ରେ ସାପଟିଏ ରହୁଥିଲା। ସେଠାରେ ରହୁଥିବା ସବୁ ଚଢ଼େଇ ମାନଙ୍କୁ ମାରିକି ସେ ଖାଇ ଦେଉଥିଲା। କିଛି ସମୟ ପରେ ରାତି ପାହି ସକାଳ ହେଲା। ସକାଳ ହେବା ମାତ୍ରେ ଟିକି ଚଢ଼େଇ ତା ପାଇଁ ଖାଦ୍ୟ ସଂଗ୍ରହରେ ବାହାରିଗଲା। କିଛି ବାଟ ଉଡ଼ିକି ଗଲା ପରେ ସେ ଏକ ଫଳ ଗଛ ଦେଖିଲା ଆଉ ସେଠାକୁ ଗଲା। ସେତିକି ବେଳେ ରାନୀ କାଉ ସେଇଠି ଫଳ ନେବାକୁ ଆସିଥାଏ। ତୁମେ କିଏ ଚଢ଼େଇ? ମୁଁ ତ ଆଗରୁ ତମକୁ କେବେ ଦେଖିନି। ନା ଭଉଣୀ, ମତେ ଦେଖିନଥିବ। ମୁଁ କାଲି ଏଠାକୁ ଆସିଛି। ହେଇ ଯୋଉ ଗଛଟା ଦେଖାଯାଉଛି, ମୁଁ ସେଇ ଗଛରେ ରହୁଛି। ହେଲେ ଆଶ୍ଚର୍ଯ୍ୟ ଲାଗୁଛି, ସେଠି କେହି ବି ଚଢ଼େଇ ନାହାନ୍ତି। ନା, ଆଶ୍ଚର୍ଯ୍ୟ ନୁହେଁ। ଆମେମାନେ ବି ଆଗରୁ ସେଇଠି ରହୁଥିଲୁ, କିନ୍ତୁ ସେ ଗଛ କୋରଡ଼ରେ ଥିବା ସାପ ନା ବହୁତ ଚଢ଼େଇଙ୍କୁ ମାରି ଖାଇଦେଲା। ସେଇଥିପାଇଁ ଆମେ ସମସ୍ତେ ସେ ଜାଗା ଛାଡ଼ିକି ପଳାଇ ଆସିଲୁ। ତୁମେ ବି ସେ ଜାଗା ଛାଡ଼ିକି ପଳାଅ, ନହେଲେ ସେ ତୁମକୁ ବି ମାରିକି ଖାଇଦେବ। ଆଜି ମୁଁ ଆଉ କୁଆଡ଼େ ଯିବି? କାଲି ସକାଳ ହେଉ, କାଲି ସକାଳୁ ମୁଁ ଏଠୁ ପଳେଇବି। ତାପରେ ଟିକି ଚଢ଼େଇ ତା ଘରକୁ ଯାଏ ଆଉ ରାନୀ କାଉ କଥା ଚିନ୍ତା କରି କରି ଭୟରେ ତା ବସାରେ ଶୋଇ ରହେ। କିଛି ସମୟ ପରେ ରାତି ହୋଇଯାଏ। ସେ ରାନୀ କାଉ କଣ ସତ କହିଲା? ଯଦି ସତରେ ଏଇ ଗଛ ତଳେ ସାପ ରହୁଥିବ, ତାହେଲେ ତ ମତେ ଖାଇଦେବ। ମୁଁ ଶୋଇବା ପୂର୍ବରୁ ଟିକେ ଭଲ କରି ଦେଖିଦିଏ। ଏମିତି କହି ଟିକି ଚଢ଼େଇ ତା ବସାକୁ ବୁଲି ବୁଲି ଦେଖିଲା। ଆରେ ଏ କଣ? ସତରେ ତ ସାପଟିଏ ମୋ ବସା ଆଡ଼େ ଯାଉଛି ନା କଣ? ଆଜି ତ ମୁଁ ମରିଥାନ୍ତି। ତାପରେ ଟିକି ଚଢ଼େଇ ସେଠାରୁ ପଳାଏ ଆଉ ରାତି ସାରା ଉଡ଼ିବାକୁ ଲାଗେ। ହେଲେ କୋଉଠି ବି ସେ ତା ପାଇଁ ଭଲ ଜାଗାଟିଏ ପାଏ ନାହିଁ। ଏତିକିରେ ରାତି ପାହି ସକାଳ ହୋଇଯାଇଥାଏ ଆଉ ତା ନଜର ଏକ ଫୁଲ ଗଛ ଉପରେ ପଡ଼େ। ହଁ, ଏଇଟା ମୋ ପାଇଁ ଭଲ ଜାଗାଟିଏ ହେବ। ଏଇଠି ତ ଆଉ କେହି ବି ହିଂସ୍ରଙ୍କର ଭୟ ନାହିଁ। ମୁଁ ଏଇଠି ଖୁସିରେ ରହିପାରିବି। ମନେ ମନେ ଏମିତି ଭାବି ଟିକି ଚଢ଼େଇ କିଛି କୁଟା କାଠି ନେଇ ତା ପାଇଁ ଏକ ବସା ତିଆରି କଲା ଆଉ ସେଇଠି ରହିବାକୁ ଲାଗିଲା। ଏସବୁ କଥାକୁ ସେହି ବାଡ଼ିର ମାଲିକର ଘରେ ରହୁଥିବା ବିଲେଇ ସବୁ ଦେଖୁଥିଲା। ଖାଲି ପାଇଛନ୍ତି ମତେ କ୍ଷୀର ପିଆଉଛନ୍ତି। କ୍ଷୀର ପିଆଇ ପିଆଇ ମୋ ପେଟ ଫଟେଇ ଦେବେ। କେତେବେଳେ ୟାଙ୍କର ମନ ହଉନି ଟିକେ ନନଭେଜ ଖୁଆଇବାକୁ। ଆରେ କେବେଠାରୁ ମୋ ପାଟିରେ ନନଭେଜ ଟିକେ ବାଜି ନାହିଁ। କୋଉ ଦିନଠୁ ଦେଖୁଛି ଏଇଠି ଗୋଟିଏ ଚଢ଼େଇ ଆସିକି ରହୁଛି। ତାକୁ ହିଁ ଖାଇକି ମୋ ମନ ବୁଝାଇବାକୁ ପଡ଼ିବ। ବିଲେଇ ପାଟିରେ ତ ନନଭେଜ ଖାଇବା ବାଜି ନଥିଲା। ସେ ଟିକି ଚଢ଼େଇକୁ ସବୁବେଳେ ଖାଇବାକୁ ଭାବୁଥିଲା। ସେ ସବୁଦିନ
ଏମିତି ଟିକି ଚଢ଼େଇ ବସା ଆଡ଼େ ଅନେଇକି ଲାଳ ବୁହାଉଥିଲା। ହେଲେ ଟିକି ଚଢ଼େଇକୁ ଖାଇବାକୁ ସେ ଜମାରୁ ବି ସୁଯୋଗ ପାଉନଥିଲା। ଏମିତିରେ କିଛି ଦିନ ବିତିଗଲା। ଆଉ ଟିକି ଚଢ଼େଇ 2ଟି ଅଣ୍ଡା ଦେଲା। ବିଲେଇ ଟିକି ଚଢ଼େଇର ଅଣ୍ଡାକୁ ଦେଖି ଭାରି ଖୁସି ହୋଇଗଲା। ଆରେ ଆରେ, ଏ ଟିକି ଚଢ଼େଇକୁ ତ ଖାଇପାରିଲିନି, ହେଲେ ତା ଅଣ୍ଡା କଥା ଭାବିଲା ବେଳକୁ ମୋ ପାଟିରେ ତ ଲାଳ ଆସିଯାଉଛି। ମୋତେ ତ କିଛି ଗୋଟିଏ ପ୍ଲାନ୍ କରିବାକୁ ପଡ଼ିବ। ବିଲେଇଟି ମନେ ମନେ ଗୋଟିଏ ପ୍ଲାନ୍ କଲା। ଆଉ ତା ମାଲିକକୁ ଯାଇକି କାମୁଡ଼ି ପକାଇଲା। ମାଲିକଟି ରାଗରେ ବିଲେଇଟାକୁ ମାରିବାକୁ ଗୋଡ଼ାଇଲା। ଆଉ ବିଲେଇଟି ଯାଇ ଟିକି ଚଢ଼େଇ ରହୁଥିବା ଗଛ ମୂଳରେ ଲୁଚି ପଡ଼ିଲା। ଆଜି ଦେଖିବା ଟିକି ଚଢ଼େଇ ମୋ କବଳରୁ କେମିତି ବଞ୍ଚିବ। ସେ ମାଲିକ ତ ମୋତେ ମାରିବାକୁ ନିଶ୍ଚୟ ବାଡ଼ି ଛାଟିବ। ଆଉ ମୁଁ ଲୁଚି ପଡ଼ିବି ସେଇ ଗଛ ମୂଳରେ। ସେ ବାଡ଼ି ଯେତେବେଳେ ଆସିକି ଫୁଲ ଗଛରେ ପଡ଼ିବ, ତାପରେ ତ ତା ଅଣ୍ଡା ଦିଟା ତଳକୁ ଖସି ପଡ଼ିବ। ଆଉ ତାପରେ ମୁଁ ତାକୁ ଚାକୁ ଚାକୁ କରି ଖାଇବି। ମୋ ପ୍ଲାନ୍ଟା ଏଥର ଠିକ୍ କାମ କରିବ। ବିଲେଇ ଜାଣିନଥିଲା ଟିକି ଚଢ଼େଇ ତା ବସାରେ ଶୋଇଛି ବୋଲି। ସେ ଭାବିଥିଲା ଟିକି ଚଢ଼େଇ ଖାଦ୍ୟ ଆଣିବାକୁ ପଳେଇଛି। କିନ୍ତୁ ଟିକି ଚଢ଼େଇ ବିଲେଇ ପ୍ଲାନ୍ ସବୁ ସେଇଠି ଶୋଇକି ଶୁଣିଦେଲା। ହେଲେ ବିଲେଇର ପ୍ଲାନ୍ ମୁତାବକ କିଛି ବି ହେଲାନି। ବିଲେଇର ମାଲିକ ବାଡ଼ିକୁ ନ ଛାଟି ସେଠାରୁ ପଳାଇଲା। ଏ ମାଲିକ ବି ବଡ ଅଜବ। ମୁଁ ତାକୁ କେତେ ରଗେଇଲି, ହେଲେ ସେ ମୋତେ ବାଡ଼ି ଛାଟିଲାନି। ହଉ, ଆଜି ମୋ ପ୍ଲାନ୍ଟା ସକ୍ସେସ୍ ହେଲାନି। କାଲିକି ଦେଖିବା ଏ ମାଲିକ କେମିତି ମୋତେ ବାଡ଼ି ଛାଟିବନି। ପ୍ଲାନ୍ରେ ଫେଲ୍ ହୋଇ ବିଲେଇ ସେଠାରୁ ପଳାଇଲା। ଆଉ କିଛି ଦୂରରେ ଯାଇକି ବସିକି ସେ ଅନେଇକି ରହିଲା। ଆଉ ଅନେଇ ଅନେଇ ତା ଆଖି ଟିକେ ଲାଗିଗଲା। ଆଉ ସେ ଶୋଇ ପଡ଼ିଲା। ଏହାର ସୁଯୋଗ ନେଇ ଟିକି ଚଢ଼େଇ ତା ଅଣ୍ଡା 2ଟିକୁ ନେଇ ଆଉ ଗୋଟିଏ ଜାଗାକୁ ଲୁଚାଇବାକୁ ନେଇଗଲା। ଆଉ ସେଠାରେ ନେଇକି ସେ ଅଣ୍ଡାକୁ ଲୁଚାଇ ଦେଲା। ଆଉ ସାଙ୍ଗରେ ଏକ ପଥର ଧରି ତା ବସାକୁ ପୁଣି ଫେରି ଆସିଲା। କାହିଁକି ନା ସେ ବିଲେଇକୁ ପାଣି ଦେବାକୁ ଚାହୁଁଥିଲା। ବିଲେଇର ତ ମନ ଟିକି ଚଢ଼େଇର ଅଣ୍ଡା ଉପରେ ଥିଲା। ଯେତେବେଳେ ରାତି ହେଲା, ଆଜି ଯାହା ବି ହେଉ ସେ ଟିକି ଚଢ଼େଇର ଅଣ୍ଡାକୁ ମୁଁ ନିଶ୍ଚୟ ଖାଇବି। ଅଣ୍ଡାକୁ ଖାଇବା ଲୋଭରେ ବିଲେଇ ଧୀରେ ଧୀରେ ଟିକି ଚଢ଼େଇର ବସା ପାଖକୁ ଗଲା। ଟିକି ଚଢ଼େଇ ତ ଜଗିକି ବସିଥିଲା କେତେବେଳେ ବିଲେଇ ଆସିବ ଆଉ ସେ ତାକୁ ପାଣି ଦେବ। ଯେମିତି ବିଲେଇ ସେ ଫୁଲ ଗଛ ମୂଳକୁ ଆସିଛି, ଟିକି ଚଢ଼େଇ ଆଣିଥିବା ପଥରକୁ ସେ ବିଲେଇ ଉପରକୁ ପକାଇଦେଲା। ଆଉ ସେ ପଥର ବିଲେଇ ମୁଣ୍ଡରେ ବାଜିଲା। ଆଉ ସେ ସେଇଠି ମରିଗଲା। ବିଲେଇ ମରିବା ଦେଖି ଟିକି ଚଢ଼େଇ ଭାରି ଖୁସି ହୋଇଗଲା। ମୁଁ ମୋ ପିଲାମାନଙ୍କୁ ବଞ୍ଚାଇବାକୁ କିଛି ବି କରିପାରେ। ତୁ ସେମାନଙ୍କୁ ମାରି ଖାଇବାକୁ ଚାହୁଁଥିଲୁ, ସେଇଥିଲାଗି ମୁଁ ତତେ ମାରିଦେଲି। ତାପରେ ଟିକି ଚଢ଼େଇ ଉଡ଼ି ଉଡ଼ି ତା ଅଣ୍ଡାକୁ ରଖିଥିବା ଜାଗାକୁ ଗଲା। ଆଉ ସାଙ୍ଗରେ ତା ଅଣ୍ଡାକୁ ଧରି ପୁଣି ତା ବସାକୁ ଫେରି ଆସିଲା। ଆଉ ସେଇ ଦିନଠାରୁ ଟିକି ଚଢ଼େଇ ସେଇଠି ଆରାମରେ ରହିବାକୁ ଲାଗିଲା।